2001 ମସିହାର ଏକ ଦୁଃଖଦ ଘଟଣା। ଭାରତର ଗଣତନ୍ତ୍ର ଦିବସରେ ଏକ ମହାଭୂମିକମ୍ପ ଭାରତର ପଶ୍ଚିମାଞ୍ଚଳକୁ ଥରହର କରିଦେଲା। ମାତ୍ର କେତୋଟି ସେକେଣ୍ଡରେ ଗଗନଚୁମ୍ବୀ ପ୍ରାସାଦଗୁଡ଼ିକ ଭୂମିସାତ ହୋଇଗଲା ଏବଂ ସେହି ଭଗ୍ନସ୍ତୂପ ତଳେ ଅନେକ ବ୍ୟକ୍ତି ଜୀବନ୍ତ ସମାଧି ଲଭିଲେ। ହଜାର ହଜାର ବ୍ୟକ୍ତି ଗୃହଶୂନ୍ୟ ହୋଇଗଲେ। ସବୁଠାରୁ କ୍ଷତିଗ୍ରସ୍ତ ସହର ଭୁଜ୍ଠାରେ ଗୋଟିଏ ଡାକ୍ତରଖାନା ସମ୍ପୂର୍ଣ୍ଣ ଧୂଳିସାତ ହୋଇଗଲା। କଚ୍ଛ ଜିଲ୍ଲାର ଅଞ୍ଜାର ସହରରେ ପିଲାମାନେ ଗଣତନ୍ତ୍ର ଦିବସ ପାଳନ ପାଇଁ ସହରର ଗୋଟିଏ ମୁଖ୍ୟ ରାସ୍ତାରେ ଏକ ଶୋଭାଯାତ୍ରାରେ ଯାଉଥିବା ସମୟରେ ରାସ୍ତାର ଦୁଇ ପାର୍ଶ୍ୱରୁ ବଡ଼ ବଡ଼ ଅଟ୍ଟାଳିକାଗୁଡ଼ିକ ତାଙ୍କ ଉପରେ ମାଡ଼ି ପଡ଼ିବାରୁ 400 ଛାତ୍ରଛାତ୍ରୀ ଧ୍ୱଂସ ସ୍ତୂପ ତଳେ ପଡ଼ି ରହି ପ୍ରାଣ ହରାଇଲେ। ସେହି ସମୟର ହୃଦୟ ବିଦାରକ ଦୃଶ୍ୟ ଏବଂ ପିତାମାତା ଓ ପିଲାମାନଙ୍କର ବୁକୁଫଟା ଚିତ୍କାର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ସେଦିନ ଦାନିଦା ନାମ୍ନୀ ଜଣେ ଖ୍ରୀଷ୍ଟିଆନ ଯୁବତୀ ଛୁଟି ହେତୁ ଅଫିସ ଯାଇନଥିଲେ ଏବଂ ତାଙ୍କର ଅଫିସ ଗୃହଟି ଭୂମିକମ୍ପରେ ସମ୍ପୂର୍ଣ୍ଣ ଧୂଳିସାତ ହୋଇଗଲା। ଯେତେବେଳେ ସେ ଏ ବିଷୟ ଚିନ୍ତା କରୁଥିଲେ, ସେ ସ୍ୱୀକାର କରି କହୁଥିଲେ, କେବଳ ଈଶ୍ୱରଙ୍କର ଅନୁଗ୍ରହ ହେତୁ ମୁଁ ଆଜି ରକ୍ଷା ପାଇ ଜୀବିତ ରହିଛି। ହଁ ବନ୍ଧୁଗଣ, ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମମାନେ ବିନଷ୍ଟ ହେଇନୁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ। ଖ୍ରୀଷ୍ଟପୂର୍ବ 586ରେ ଏକ ଦୁର୍ଦ୍ଦଶ ସୈନ୍ୟବାହିନୀର ଆକ୍ରମଣ ହେତୁ ଜେରୁସାଲେମ ନଗର ଧୂଳିସାତ ହେଲା। ଆଉ ସେତେବେଳେ ଈଶ୍ୱରଙ୍କର ଜଣେ ସେବକ ଏହି କଥା ଲେଖିଥିଲେ, ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମମାନେ ବିନଷ୍ଟ ହେଇନାହୁଁ, କାରଣ ତାଙ୍କର କରୁଣା ଶେଷ ହୁଏ ନାହିଁ। ଆଜି ମଧ୍ୟ ଏ ଜଗତରେ ଯଦି ଆମେ ବଞ୍ଚି ରହିଛୁ, ତାହା କେବଳ ଈଶ୍ୱରଙ୍କର ଦୟା ଅନୁଗ୍ରହ ହେତୁ ସମ୍ଭବପର ହେଇଛି। ଆମେ ଯଦି ଯୀଶୁଙ୍କୁ ଆମମାନଙ୍କର ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ଜାଣନ୍ତୁ, ତାହେଲେ ଆମେ ମଧ୍ୟ ପ୍ରଭୁଙ୍କର ବିଶ୍ୱସ୍ତତାରେ ଆନନ୍ଦ କରୁ କରୁ ଏହି କଥା ଘୋଷଣା କରୁ, ତୁମର ବିଶ୍ୱସ୍ତତା ମହତ୍। ପ୍ରିୟ ବନ୍ଧୁଗଣ, ଯଦିବା ଆମର ସଂସାର ଉଜୁଡ଼ିଯାଏ କିମ୍ବା ଆମର ପରିସ୍ଥିତି ପ୍ରତିକୂଳ ହୁଏ, ତଥାପି ଆମର ପ୍ରେମୀ ପରମେଶ୍ୱର ଆମକୁ କେବେ ହେଲେ ପରିତ୍ୟାଗ କରିବେ ନାହିଁ। ଆମେ ସାହସର ସହିତ ସବୁ ପରିସ୍ଥିତିର ସମ୍ମୁଖୀନ ହୋଇପାରିବା। ତୁମର ସମସ୍ତ ଭୟ ଦୂର କରିବା ପାଇଁ ଈଶ୍ୱରଙ୍କର ବିଶ୍ୱସ୍ତତା ଉପରେ ଆଉଜି ପଡ଼।